ନମସ୍କାର ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନ। ବର୍ତ୍ତମାନ ଓଡ଼ିଶାରେ କେଉଁ ବ୍ୟାରେଜ୍ ନିର୍ମାଣ ଚାଲିଛି? ବ୍ୟାରେଜ୍ ମାନେ ହେଉଛି ଲୋ ହେଡ୍ ଡ୍ୟାମ୍ ୱିଥ୍ ଲାର୍ଜ ଗେଟ୍, ଯାହାକୁ ପାଣିକୁ କଣ୍ଟ୍ରୋଲ କରିବା ପାଇଁ ପରେ ଓପନ୍ କିମ୍ବା କ୍ଲୋଜ୍ କରିହେବ। ଅପସନ୍ କ ବୈତରଣୀ ଉପରେ ଆନନ୍ଦପୁର, ଅପସନ୍ କ ସଲଣ୍ଡି ଉପରେ ବିଦ୍ୟାଧରପୁର, ଅପସନ୍ କ ହାତୀ ଉପରେ ମଙ୍ଗଲପୁର, ଅପସନ୍ କ ବ୍ରାହ୍ମଣୀ ଉପରେ ସାମଲ। କରେକ୍ଟ ଆନ୍ସରଟି ହେଲା ବୈତରଣୀ ଉପରେ ଆନନ୍ଦପୁର। ପ୍ରଶ୍ନ ନମ୍ବର 2। ଓଡ଼ିଶାର ନିମ୍ନଲିଖିତ ନଦୀ ମଧ୍ୟରୁ କେଉଁଟି ଉପରେ ମନ୍ଦିରା ଡ୍ୟାମ୍ ନିର୍ମାଣ କରାଯାଇଛି? ଅପସନ୍ କ ବଂଶଧାରା, ଅପସନ୍ କ ମହାନଦୀ, ଅପସନ୍ କ ସଲଣ୍ଡି, ଅପସନ୍ କ ସଙ୍ଖ। କରେକ୍ଟ ଆନ୍ସରଟି ହେଲା ସଙ୍ଖ। ପ୍ରଶ୍ନ ନମ୍ବର 3। ମହାନଦୀ ଉପରେ ଦୀର୍ଘତମ ଡ୍ୟାମ୍ ହୀରାକୁଦ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ? ଅପସନ୍ କ ମୟୂରଭଞ୍ଜ, ଅପସନ୍ କ ବଲାଙ୍ଗୀର, ଅପସନ୍ କ ସୁନ୍ଦରଗଡ଼, ଅପସନ୍ କ ସମ୍ବଲପୁର। କରେକ୍ଟ ଆନ୍ସରଟି ହେଲା ସମ୍ବଲପୁର। ପ୍ରଶ୍ନ ନମ୍ବର 4। ନିମ୍ନଲିଖିତ ନଦୀ ମଧ୍ୟରୁ କେଉଁଟି ଗୋନାସିକା ଓଡ଼ିଶାରୁ ଉତ୍ପନ୍ନ? ଅପସନ୍ କ ମହାନଦୀ, ଅପସନ୍ କ ବୈତରଣୀ ନଦୀ, ଅପସନ୍ କ ବୁଢ଼ାବଲଙ୍ଗ ନଦୀ, ଅପସନ୍ କ କୌଣସିଟି ନୁହେଁ। କରେକ୍ଟ ଆନ୍ସରଟି ହେଲା ବୈତରଣୀ ନଦୀ। ପ୍ରଶ୍ନ ନମ୍ବର 5। ଛେଲିଗଡ଼ ବହୁମୁଖୀ ଜଳସେଚନ ପ୍ରକଳ୍ପ କେଉଁଠାରେ ଅବସ୍ଥିତ? ଅପସନ୍ କ ଗଜପତି ଜିଲ୍ଲା, ଅପସନ୍ କ ଗଞ୍ଜାମ ଜିଲ୍ଲା, ଅପସନ୍ କ ବଲାଙ୍ଗୀର ଜିଲ୍ଲା, ଅପସନ୍ କ କୋରାପୁଟ ଜିଲ୍ଲା। କରେକ୍ଟ ଆନ୍ସରଟି ହେଲା ଗଜପତି ଜିଲ୍ଲା। ଭିଡ଼ିଓଟିକୁ ଦେଖିବା ପାଇଁ ଧନ୍ୟବାଦ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।